ବର୍ଷ ନୁହେଁ କେତେ ବର୍ଷର ବ୍ୟବଧାନ ପରେ ଏକ ନିର୍ଦ୍ଦିଷ୍ଟ ଦିନରେ ଏକ ନିର୍ଦ୍ଦିଷ୍ଟ ଗ୍ରହ ନକ୍ଷତ୍ରଙ୍କର ସମ୍ମିଳନ ସ୍ଥିତିରେ କୋଟି କୋଟି ଲୋକ କୋଟି କୋଟି ସଂଖ୍ୟାର ଦର୍ଶନାର୍ଥୀ ଛୁଟି ପଡ଼ନ୍ତି ଗୋଟିଏ ନଦୀର ଗୋଟିଏ ତୁଠକୁ ସ୍ନାନ କରିବା ପାଇଁ। ଏ ଚେତନାର ଏକ ଅଦ୍ଭୁତ ସ୍ରୋତ, ଚେତନାର ଏକ ଅଦ୍ଭୁତ ଚେନ୍ ଲାଗି ଯାଇଥାଏ ପରମାତ୍ମାଙ୍କ ପାଖକୁ। ଯେତେ ଗୋଟେ ବ୍ୟକ୍ତି ଧ୍ୟାନ କରିବାକୁ ବସେ, ସେ ଧ୍ୟାନ ଯଦି ପରମାତ୍ମାଙ୍କୁ ପହଞ୍ଚିବାକୁ 100 ଘଣ୍ଟା ସମୟ ଲାଗୁଥିବ, କିନ୍ତୁ ଯଦି ଗୋଟେ ବ୍ୟକ୍ତି ସମୂହିତ ଭାବରେ ଗୋଷ୍ଠୀଗତ ଭାବରେ ଚେତନାର ଏକ ସମୂହ ପୁଞ୍ଜ ତିଆରି କରି ଦିଆଯାଏ, ଏକ ଚେତନାର ଏକ ଚେନ୍ ତିଆରି କରି ଦିଆଯାଏ, ତ ସେଇ ଚେନ୍ରେ ବଶବର୍ତ୍ତୀ ହୋଇ ପରମାତ୍ମାଙ୍କ ପାଖରେ ପହଞ୍ଚିବା ବହୁତ ସମ୍ଭବ ହୋଇପାରିବ। ବର୍ଷର ନିର୍ଦ୍ଦିଷ୍ଟ ଦିନରେ এই ଚେତନାର এই ଯେଉଁ ସୁଅ, এই ଚେତନାର এই ଯେଉଁ ଚେନ୍, এই ଯେଉଁ ଆଶା, এই ଯେଉଁ ଭରସା, এই ଯେଉଁ ଭରସାର ବୁଡ଼ି, ଏ ଯେଉଁ ଆସ୍ଥାର ବୁଡ଼, ସେ ପ୍ରମାଣ କରୁଛି ଏ ସଂସ୍କୃତିର ମହାନତା, ଏ ଦର୍ଶନର ମହାନତା, ଏ ଜାତୀୟତାର ମହାନତା, ଆଉ ସର୍ବୋପରି ଆମର ଆଧ୍ୟାତ୍ମିକ ଭାବନତା। କିପରି ଏକ ନିର୍ଦ୍ଦିଷ୍ଟ ଦିନରେ ଦେଶର କୋଣ ଅନୁକୋଣରୁ ଆସୁଥିବା ଲୋକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚୁଛନ୍ତି, ଏହା ଦର୍ଶାଇଥାଏ ଆମ ଭିତରେ ଏକତା।